କଲମ ନାଟକଟିର ବିଷୟବସ୍ତୁ ଉପରେ ଆଲୋଚନା କରିବା। ଆଧୁନିକ ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ବିଭାଗ ହେଉଛି ନାଟକ। ନାଟକ ଗୋଟିଏ ଜାତିର ତଥା ସଂସ୍କୃତିର ପ୍ରାଣକେନ୍ଦ୍ର। ଏହାର ସଫଳ ପ୍ରୟୋଗ ରଙ୍ଗମଞ୍ଚରେ ହୋଇଥାଏ। ସେଥିପାଇଁ କୁହାଯାଇଛି ଏ ନେସନ୍ ଇଜ୍ ନୋନ୍ ବାଇ ଇଟ୍ସ ଥିଏଟର। ମଞ୍ଚ ହେଉଛି ଏକମାତ୍ର ମାଧ୍ୟମ ଯେଉଁଥିରେ କି ଜାତୀୟ ଜୀବନର ଆଶା, ନୈରାଶ୍ୟ, ଚିନ୍ତା ଚେତନା ଓ ଦୋଷ ତ୍ରୁଟିର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଏହା ମାନବ ସମାଜକୁ ଆନନ୍ଦ ପ୍ରଦାନ କରିବା ସହିତ ବହୁ ଶିକ୍ଷଣୀୟ ବାର୍ତ୍ତା ଦେଇଥାଏ। ନାଟକର ଶିଳ୍ପରୀତି କବିତା ଓ ଉପନ୍ୟାସ ଭଳି ସହଜ ସାଧ୍ୟ ନୁହେଁ। ଏହା ସାହିତ୍ୟର ଏକ ସ୍ୱୟଂସମ୍ପୂର୍ଣ୍ଣ ବିଭାଗ, ଯେଉଁଥିରେ କି ନାଟ୍ୟକାର ନିଜର ଅନୁଭୂତି ଓ ଆନ୍ତରିକତା ଉପଯୋଗରେ ଦର୍ଶକର ମନୋରଞ୍ଜନ କରିବାକୁ ଚେଷ୍ଟା କରିଥାଏ ତାର ସଂଳାପ, ଚରିତ୍ର ଓ କଥାବସ୍ତୁ ମାଧ୍ୟମରେ। ସମାଜ ଗର୍ଭରୁ ନାଟକର ଜନ୍ମ ଏବଂ ସମାଜ ସମ୍ପର୍କିତ ଅଭିଜ୍ଞତା ହେଉଛି ନାଟକ ସୃଷ୍ଟିର ଏକମାତ୍ର ସମ୍ବଳ। ଆଧୁନିକ ଓଡ଼ିଆ ନାଟ୍ୟକାରଙ୍କ ମଧ୍ୟରେ ଗୋପାଳ ଛୋଟରାୟ ଜଣେ ପ୍ରତିଭାର ନାଟ୍ୟକାର। ସେ 1916 ମସିହା ଏପ୍ରିଲ 20 ତାରିଖରେ ପୁରୁଣାଗଡ଼ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସୃଷ୍ଟିଗୁଡ଼ିକ ହେଉଛି ଫେରିଆ 1946, ଭରସା 1953, ପରକଲମ 1954, ଶଙ୍ଖାସିନ୍ଦୁର 1955, ନଷ୍ଟ ଉର୍ବଶୀ 1956, ପଥିକ ବନ୍ଧୁ 1956, ଅଭାଗିନୀର ସ୍ୱର୍ଗ 1959, ଘଟକ 1961, ସାଧନା 1964, ଦଳବେହେରା 1966 ଇତ୍ୟାଦି। ଏହାଛଡ଼ା ସେ 4ଟି ଉପନ୍ୟାସକୁ ନାଟ୍ୟ ରୂପ ପ୍ରଦାନ କରିଛନ୍ତି। ସେଗୁଡ଼ିକ ହେଲା ଝଞ୍ଜା, ଅମଡ଼ା ବାଟ, ମଲାଜହ୍ନ ଏବଂ ପ୍ରତିଭା। ଆଲୋଚ୍ୟ ପରକଲମ ନାଟକଟି ରାଜନୈତିକ ବିଷୟବସ୍ତୁ ଉପରେ ଆଧାରିତ। ଏହା ପ୍ରଥମ ରାଜନୈତିକ ନାଟକ। ଭାରତ ସମ୍ବିଧାନ ଅନୁଯାୟୀ ପ୍ରତି 5 ବର୍ଷରେ ଥରେ ଭୋଟ ହୁଏ। ସେହି ଭୋଟ ସମୟରେ ରାଜନେତାମାନେ କର୍ମୀମାନଙ୍କ ସହିତ ଗାଁରୁ ବୁଲି ପ୍ରଚାର କରନ୍ତି। ବହୁ ସଭାସମିତିରେ ଭୋଟ ହାତେଇବା ପାଇଁ ମିଥ୍ୟା ପ୍ରରୋଚନା ଦିଆଯାଇଥାଏ। ଭିନ୍ନ ଭିନ୍ନ କୌଶଳ ସବୁ ପ୍ରୟୋଗ କରନ୍ତି ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ। ନାଟ୍ୟକାର ଭାରତୀୟ ରାଜନୈତିକ ପୃଷ୍ଠଭୂମିକୁ ନେଇ 1954 ମସିହାରେ ଏହି ନାଟକଟି ରଚନା କରିଛନ୍ତି। ସ୍ୱାଧୀନତାର କିଛି ବର୍ଷ ପରେ ଭାରତୀୟ ଗଣତନ୍ତ୍ରରେ ଦେଖାଦେଇଥିବା ଅରାଜକତା, ଅନୀତିକୁ କେନ୍ଦ୍ର କରି ଉକ୍ତ ନାଟକର କାହାଣୀ ଗତିଶୀଳ ହୋଇଛି। ଭୋଟ ରାଜନୀତିର ଆଳରେ ଗଣତନ୍ତ୍ରର ପ୍ରକୃତ ଆଭିମୁଖ୍ୟ ଧୂଳିସାତ୍ ହୋଇଯାଇଛି। ଫଳସ୍ୱରୂପ ଦେଶର ବିକାଶ ବାଧାପ୍ରାପ୍ତ ହୋଇଛି। ପରକଲମ ନାଟକ ସାମ୍ପ୍ରତିକ ରାଜନୀତିର ନଗ୍ନ ରୂପ। ଏହି ନାଟକରେ ଅଂଶଗ୍ରହଣ କରିଛନ୍ତି 2ଟି ରାଜନୈତିକ ଦଳ, ଗୋଟିଏ ହେଉଛି ଗଣଶକ୍ତି ଦଳ ଓ ଅନ୍ୟଟି ମିଳିତ ଦଳ। ଗଣତନ୍ତ୍ର ଦଳ ପ୍ରଥମେ ସରକାର ଥିଲେ, ସେତେବେଳେ ମିଳିତ ଦଳ ତାଙ୍କର ସମାଲୋଚନା କରୁଥିଲେ। ଏହି ନାଟକର ସମୟସୀମା 8 ମାସ ମଧ୍ୟରେ ସୀମିତ। ଶେଷ ଆସେମ୍ବଲି 2 ମାସ ପରେ ନିର୍ବାଚନ। ସରକାର ଗଠନର 3 ମାସ ପରେ ଖବରକାଗଜରେ ଏହାର ଆଲୋଚନା ଆରମ୍ଭ ହୁଏ। ସ୍ୱାଧୀନତା ପରେ ଦେଶର ଶାସନ ନାମରେ
ଚାଲୁଥିବା ଦୁର୍ନୀତିର ଚରମ ପରିଣତିକୁ ନାଟ୍ୟକାର ଦର୍ଶାଇଛନ୍ତି। ପରକଲମ ନାଟକଟି 1954 ମସିହା ଅଗଷ୍ଟ ମାସ 5 ତାରିଖ ଦିନ ଜନତା ରଙ୍ଗମଞ୍ଚରେ ଅଭିନୀତ ହୋଇଥିଲା। ଉକ୍ତ ନାଟକଟି ସେହି ବର୍ଷ ଜାତୀୟ ନାଟକ ମହୋତ୍ସବ ଦିଲ୍ଲୀରେ ଓଡ଼ିଆ ନାଟକର ପ୍ରତିନିଧିତ୍ୱ କରିଥିଲା। ନାଟକର ପ୍ରଥମ ଅଙ୍କ ଆରମ୍ଭ ହୁଏ ଆସେମ୍ବଲି ଦୃଶ୍ୟରୁ। ବିରୋଧ ଦଳର ନେତା ଆଚାର୍ଯ୍ୟ ଏବଂ ଶାସକ ଦଳର ଜଣେ ଏମଏଲଏ ଶର୍ମାଙ୍କ ମଧ୍ୟରେ ବାକ୍ବିତଣ୍ଡା ହୋଇଛି। ଏହି ବାକ୍ବିତଣ୍ଡା ଭିତରେ ଆସନ୍ନ ନିର୍ବାଚନର ସୂଚନା ଦିଆଯାଇଛି। ବିରୋଧୀ ଦଳର ଜଣେ ସଭ୍ୟ ରାଜେନ୍ଦ୍ର ଘୋଷଣା କରିଛନ୍ତି ଯେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଖାଦ୍ୟ ନୀତି ଉପରେ ନିର୍ବାଚନ ଲଢ଼ିବେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମହାପାତ୍ରଙ୍କର କନ୍ୟା ଗୀତା ରାଜେନ୍ଦ୍ରଙ୍କ ପ୍ରତି ଆକୃଷ୍ଟ ହୋଇପଡ଼େ ଏବଂ ରାଜନୈତିକ ମତ ପାର୍ଥକ୍ୟକୁ ଭୁଲି ମହାପାତ୍ର ଗୀତା ସହିତ ରାଜେନ୍ଦ୍ରର ବିବାହ କରେଇ ଦିଅନ୍ତି। ନିର୍ବାଚନରେ ସରକାରଙ୍କ ପତନ ହୁଏ ଏବଂ ମିଳିତ ପରକଲମ ଦଳ ସରକାର ଗଢ଼ନ୍ତି। ମିଳିତ ଦଳର ମୁଖ୍ୟମନ୍ତ୍ରୀ ହୁଅନ୍ତି ଆଚାର୍ଯ୍ୟ ରାମନାରାୟଣ। ଯୁବନେତା ରାଜେନ୍ଦ୍ର ମନ୍ତ୍ରୀ ପଦବୀ ପାଆନ୍ତି। କିଛି ଦିନ ମଧ୍ୟରେ ଆଦର୍ଶବାଦୀ ଯୁବକ ରାଜେନ୍ଦ୍ର ହଠାତ୍ ଅସୁସ୍ଥ ହୋଇପଡ଼ି ଚିକିତ୍ସା ନିମନ୍ତେ ସୁଇଜରଲ୍ୟାଣ୍ଡ ଚାଲିଯାଆନ୍ତି। ନିରଙ୍କୁଶ କ୍ଷମତା ଅନ୍ଧ ଆଚାର୍ଯ୍ୟ ଇସଲାମୀୟ ଖାଁ ନାମକ ଜଣେ ବ୍ୟବସାୟୀକୁ ଅବାଧରେ ଚାଉଳ ଚାଲାଣ କରିବାର ଲାଇସେନ୍ସ ଦେଇ ଦିଅନ୍ତି ପ୍ରଚୁର ଅର୍ଥ ବଦଳରେ। ପରିଣାମ ସ୍ୱରୂପ ସୀମାନ୍ତ ଜିଲ୍ଲାରେ ଦୁର୍ଭିକ୍ଷ ଦେଖାଦିଏ ଏବଂ ଲୋକ ମରିବାକୁ ଲାଗନ୍ତି। ଇସଲାମୀୟ ଖାଁର ସ୍ଥାନୀୟ କର୍ମଚାରୀ ସର୍ସି ଚାଉଳ ଲୋଭ ଦେଖାଇ ସରଳା ଗ୍ରାମ୍ୟ ବାଳିକା ସେବତୀ ଉପରେ ଅତ୍ୟାଚାର କରିବାକୁ ଯାଉଥିଲା ବେଳେ ସହସା ରାଜେନ୍ଦ୍ର ସେଠାରେ ପହଞ୍ଚିଯାଇ ସେବତୀକୁ ଉଦ୍ଧାର କରନ୍ତି। ଅପରପକ୍ଷରେ ସହରରେ ଜଣେ ପ୍ରଫେସରଙ୍କ ବଦଳିକୁ କେନ୍ଦ୍ର କରି ଗୁରୁତର ଛାତ୍ର ଅଶାନ୍ତି ଦେଖାଦିଏ। ରାଜେନ୍ଦ୍ର ଛାତ୍ରମାନଙ୍କ ଦାବିକୁ ମାନିନେବା ଦ୍ୱାରା ମୁଖ୍ୟମନ୍ତ୍ରୀ ଆଚାର୍ଯ୍ୟଙ୍କ କୋପଦୃଷ୍ଟିରେ ପଡ଼ନ୍ତି। ମନ୍ତ୍ରୀ ରାଜେନ୍ଦ୍ରଙ୍କ ପଛରେ ଦଳର ଯେଉଁ 60 ଜଣଙ୍କର ସମର୍ଥନ ରହିଛି ତାଙ୍କୁ ଟଙ୍କା ବଳରେ ନିଜ ଆଡ଼କୁ ଟାଣିବା ନିମନ୍ତେ ଉଦ୍ୟମ କରନ୍ତି। କଲିକତାରୁ ଟଙ୍କା ଆସୁଥିବା ବେଳେ ପୋଲିସ ହାତରେ ଜବତ ହୁଏ ଏବଂ ଦୁର୍ନୀତି ଅଭିଯୋଗରେ ଆଚାର୍ଯ୍ୟଙ୍କୁ ସରକାର ରାଜ୍ୟପାଳଙ୍କ ଦ୍ୱାରା ବରଖାସ୍ତ କରିଛନ୍ତି। ଏହା ହିଁ ହେଉଛି ନାଟକର ବିଷୟବସ୍ତୁ। ତ ପିଲାମାନେ ଏଠି ଆମେ ପରକଲମ ନାଟକଟିର ବିଷୟବସ୍ତୁ ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିଛେ। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ।